ପୁରାଣ ଅନୁସାରେ ଶିଶୁପାଳ ପୂର୍ବଜନ୍ମରେ ଭଗବାନ ବିଷ୍ଣୁଙ୍କର ଦ୍ୱାରପାଳ ଜୟ ଥିଲା। ଋଷିଙ୍କ ଅଭିଶାପ ଯୋଗୁଁ ସେ ମର୍ତ୍ତ୍ୟମଣ୍ଡଳରେ ଶିଶୁପାଳ ରୂପେ ଜନ୍ମଗ୍ରହଣ କରିଥିଲା। ସେ ଚେଦି ରାଜ୍ୟର ରାଜା ଏବଂ ଶ୍ରୀକୃଷ୍ଣଙ୍କ ପିଉସୀ ପୁଅ ଭାଇ ଥିଲେ। କଥା ଅଛି, ଶିଶୁପାଳ ଜନ୍ମ ସମୟରେ ଅତି ଭୟଙ୍କର ଦେଖାଯାଉଥିଲା। ଏକ ଆକାଶବାଣୀ ହୋଇଥିଲା ଯେ ଯାହାର କୋଳକୁ ସେ ଯିବ ତାର ବାହ୍ୟ ଶରୀର ବିକୃତି ଦୂର ହୋଇଯିବ। ସେହି ବ୍ୟକ୍ତି ହିଁ ଶିଶୁପାଳର ମୃତ୍ୟୁର କାରଣ ବି ହେବ। ଶ୍ରୀକୃଷ୍ଣଙ୍କ କୋଳକୁ ଆସିବା ମାତ୍ରେ ଶିଶୁପାଳ ସ୍ୱାଭାବିକ ହୋଇଗଲା। ଏହା ଦେଖି ଶିଶୁପାଳଙ୍କର ମା' ଶ୍ରୀକୃଷ୍ଣଙ୍କୁ ଗୋଟିଏ ବର ମାଗିଥିଲେ। ସେ କହିଲେ ଯେ ଶିଶୁପାଳର 100ଟି ଅପରାଧ ବା ଗାଳି କ୍ଷମା କରିଦେବେ। ଶ୍ରୀକୃଷ୍ଣ ପ୍ରତିଶ୍ରୁତି ଦେଲେ ଯେ ସେ ଶିଶୁପାଳର 100ଟି ଅପରାଧ କ୍ଷମା କରିବେ। ପାଣ୍ଡବମାନେ ଯେତେବେଳେ ରାଜସ୍ୱ ଯଜ୍ଞର ଆୟୋଜନ କଲେ, ସେଠାରେ ସବୁଠାରୁ ମାନ୍ୟଗଣ୍ୟ ବ୍ୟକ୍ତି ଭାବେ ଶ୍ରୀକୃଷ୍ଣଙ୍କୁ ପ୍ରଥମେ ପୂଜା କରାଯାଇଥିଲା। ଏହା ଦେଖି ଶିଶୁପାଳ କ୍ରୋଧିତ ହୋଇଗଲା। ସେ ସମସ୍ତଙ୍କ ସାମ୍ନାରେ ଶ୍ରୀକୃଷ୍ଣଙ୍କୁ ଅତି କଦର୍ଯ୍ୟ ଭାବେ ଗାଳିଗୁଲଜ କରିବାକୁ ଲାଗିଲା। ଶ୍ରୀକୃଷ୍ଣ ଅତି ଧୈର୍ଯ୍ୟର ସହିତ ଶିଶୁପାଳର ଗାଳିକୁ ଗଣୁଥିଲେ। ଯେମିତି ଶିଶୁପାଳ 101ତମ ଗାଳି ଦେଲା, ଶ୍ରୀକୃଷ୍ଣଙ୍କ ପ୍ରତିଶ୍ରୁତିର ସୀମା ଶେଷ ହେଲା। ଭଗବାନ ଶ୍ରୀକୃଷ୍ଣ ନିଜର ସୁଦର୍ଶନ ଚକ୍ର ସ୍ମରଣ କଲେ ଏବଂ ନିମିଷକ ମଧ୍ୟରେ ଶିଶୁପାଳର ଶିରଚ୍ଛେଦ କଲେ।